Vivo V30 मोबाइल मिଳିବ ନା ବୋଲି ମୁଁ କେବେ ଭାବିନଥିଲି। ଏବେ ଆମେ ଦୁଇ ଜଣ ବ୍ରୋ ବାହାରେ ଯାଇଛୁ ମୋବାଇଲ କିଣିବାକୁ। ସେଇଟା ଏବେ ରହିଗଲା ସନ୍ଧ୍ୟାରେ କିଛି ବର୍ଷ ହେଲା ପ୍ରାୟ ଫେରୱାଲ ଚିତ୍ର ପୁଣି ଆଗକୁ ଗଲା ପରେ ଆମର ସନ୍ଧ୍ୟା ବି ହେଇଯାଉଛି। ସନ୍ଧ୍ୟା ହେଇସାରିଲା ପରେ ଆମେ ପହଞ୍ଚିଲୁ ଫେରୱାଲ ପହଞ୍ଚିଲା ପରେ ଦେଖିଲୁ କି ଯେ କଲେଜ ପାଇଁ ଆମର ଛୁଟି ହେଇଯାଇଛି। ଛୁଟି ହେଇସାରିଲା ପରେ ଆମେ ଏ ନଦୀଟା ମୁଁ ଜାଣିନଥିଲି ତମେ ଜାଣିଥିଲେ କମେଣ୍ଟ କର। ଆମେ ନଦୀ ଏଇଟା ପଡ଼ିବ କମେଣ୍ଟ କରିଦେବ। ଆମେ ଯାଇଥିଲୁ ମୋବାଇଲ ଦୋକାନରେ ଏଇଭଳିଆ ଏଠି ବି ଭିଭୋ V30 ମିଳିଲା ନାହିଁ ପରେ ଆମେ ପଳେଇ ଯାଇଥିଲୁ ଆଉ ଗୋଟେ ଦୋକାନ ଗଲା ପୂର୍ବରୁ ଆମେ ବାଟ ଟିକେ ହନୁମାନଙ୍କୁ ଦର୍ଶନ କରିସାରିଲା ପରେ ଆମେ ପଳେଇଗଲେ ଆଉ ଗୋଟେ ଜାଗାରେ ତ ରାସ୍ତା ସାଇଡ଼ରେ ମସ୍ତ ପାଣି ଛୋଟ ଯାକ ବିକୁଥିଲେ। ଯଦି କିଏ ଦେଖିବାକୁ ରାୟଗଡ଼ା ଦିଅନ୍ତୁ ଜଳବଲ ପ୍ଲେସ୍ ପାଇଁ ତିନିଟା 25 ଷ୍ଟୋରରେ ବି ମିଳିଲା ନାହିଁ ଭିଭୋ V30 ମୋବାଇଲ। ସେଠି କହିଲା କି ଯେ ଏବେ ତ ଭିଭୋ V30 ମୋବାଇଲ କେଉଁ ଦୋକାନରେ ବି ସେ ଭିଭୋ V30 ମୋବାଇଲ ମିଳୁନାହିଁ ବୋଲି କହିଲେ ଭାଇନା। ମୁଁ ଏ ଦୋକାନରେ ବି ପଚାରିଲୁ କି ଏଠି ବି ମିଳୁନାହିଁ କହିଲେ ଏଠି ବି ନାହିଁ ତ ସରିଯାଇଛି। ଏମିତି ସବୁ ଦୋକାନରେ ପଚାରି ସାରିଲା ପରେ ଆମେ ବାହାରି ଗଲୁ ଯିବାକୁ। ବହୁତ ରାତି ବି ହେଇଯାଇଥିଲା ସାଢ଼େ 7 ହେଇଯାଉଥିଲା। ହଉ ଗାଇସ୍।